ଶ୍ରୀକୃଷ୍ଣ କୁହନ୍ତି, ଯେମିତି ପବନ ଗୋଟିଏ ଦିଗରେ ବହି ନଥାଏ, ସମୟ ସମୟରେ ବଦଳି ଯାଇଥାଏ, ଠିକ୍ ସେହିପରି ମଣିଷର ଭାଗ୍ୟ ମଧ୍ୟ ସମୟ ସମୟରେ ବଦଳି ଯାଇଥାଏ। ସେଥିପାଇଁ ନିଜ ଖରାପ ସମୟକୁ ନେଇ ଚିନ୍ତା କର ନାହିଁ, ଖାଲି ଠିକ୍ ସମୟର ଅପେକ୍ଷା କର, କାହିଁକି ନା ସମୟ ନିଶ୍ଚୟ ବଦଳିବ। ଯିଏ ଭାବୁଥାଏ ସିଏ ସାରା ଜୀବନ ଭାବିକି ହିଁ ରହିଥାଏ, ଆଉ ଯିଏ କରୁଥାଏ ସେ ଆଜି ନୁହେଁ ତ କାଲି ନିଶ୍ଚିତ ସଫଳତାକୁ ପ୍ରାପ୍ତ କରିଥାଏ। ଆପଣ କେତେ ବି ସଫଳ ହୋଇଯାଆନ୍ତୁ ନା କାହିଁକି, ପରନ୍ତୁ ଯାହାକୁ ନିନ୍ଦା କରିବାର ଥିବ ନା, ସେ ତ କରିବ ହିଁ କରିବ। ଲୋକଙ୍କ ସହ କଥା ହେବା ଏଥିପାଇଁ କମ୍ କରିଦେଲି, କାହିଁକି ନା ମୁଁ ଲୋକଙ୍କଠୁ ନିଜର ନିନ୍ଦା ଶୁଣିଲି। ନିନ୍ଦା। ଯେ ପର୍ଯ୍ୟନ୍ତ ଆପଣ ସଫଳ ହୋଇନାହାନ୍ତି ସେ ପର୍ଯ୍ୟନ୍ତ କାହାକୁ ବି କୁହନ୍ତୁ ନାହିଁ କି ଆପଣ କ'ଣ କରୁଛନ୍ତି। ଯେ ପର୍ଯ୍ୟନ୍ତ ଡର ଅଛି ସେ ପର୍ଯ୍ୟନ୍ତ ଆପଣ କିଛି କରିପାରିବେ ନାହିଁ। ଯେଉଁଦିନ ଆପଣଙ୍କ ଡର ଶେଷ ହୋଇଯିବ ସେଇଦିନ ଆପଣ କିଛି ବି କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତ ଦୁନିଆ ଆପଣଙ୍କୁ ପଚାରିବ, ନହେଲେ ତ ଆପଣଙ୍କ ଆପଣାର ଲୋକ ହିଁ ଆପଣଙ୍କୁ ଚିହ୍ନିବା ପାଇଁ ମନା କରିଦେବେ। ଜୀବନରେ କେବେ ବି ନିରାଶ ହେବା ଉଚିତ ନୁହେଁ, କାହିଁକି ନା ଏ ଜୀବନ ଗୋଟିଏ କ୍ଷଣରେ ହିଁ ବଦଳି ଯାଇଥାଏ। ଭାବିବାଟା ବଡ଼ କଥା ନୁହେଁ ଆଜ୍ଞା, ଏଠି କରିବା ବଡ଼ କଥା ହୋଇଥାଏ, କାହିଁକି ନା ଭାବିବା ଆଉ କରିବା ଭିତରେ ବହୁତ ଅନ୍ତର ଥାଏ। ଯେଉଁଠି ମିଛ କହିକି କାହାର ସାହାଯ୍ୟ କିମ୍ବା କାହାର ଜୀବନ ବଞ୍ଚିଥାଏ, ସେ ମିଛ ସତଠାରୁ ବି ବହୁତ ଅଧିକ ହୋଇଥାଏ। ଜିତିବାର ମଜା ତେବେ ଆସିଥାଏ ଯେବେ ଆମକୁ ହାରିବାର ଡର ଥାଏ। ଆପଣ ଅତି ସହଜରେ କାହାକୁ ବି ମିଳନ୍ତୁନି, ନହେଲେ ଲୋକ ନା ଆପଣଙ୍କୁ ଶସ୍ତା ଭାବି ନେବେ। ଭରସା କରନି କ୍ଷଣିକ ସମ୍ପର୍କକୁ, କାରଣ ଏଠି ଦରକାର ନୁହେଁ ତ ଲୋକେ ବର୍ଷ ବର୍ଷର ସମ୍ପର୍କକୁ ବି ଭୁଲି ଯାଆନ୍ତି। ଯେଉଁଠି ଆପଣଙ୍କ ଆପଣାର ଲୋକଙ୍କ ଆଗରେ ହିଁ ନିଜର ସତ୍ୟତାକୁ ପ୍ରମାଣ କରିବାକୁ ପଡ଼େ, ସେଠି ଆମେ ଖରାପ ହିଁ ଠିକ୍ ଅଛୁ। କିଏ ଆପଣାର ଆଉ କିଏ ପର, ଏହି ଖରାପ ସମୟ ମୋତେ ସବୁ ବୁଝେଇ ଦେଲା। ଆଉ ଏବେ ତ ସବୁ ନିଜର ହିଁ ଧୋକା ଦିଅନ୍ତି, ତ ଶତ୍ରୁଙ୍କ କଥା ବି ଆଉ କ'ଣ କହିବି। ଏହି ଦୁନିଆରେ ସବୁଠୁ ଓଜନର ଜିନିଷ ନା ସ୍ୱାର୍ଥ ହୋଇଥାଏ, ଯାହାର ପୂରଣ ହେବା ପରେ ବଡ଼ରୁ ବଡ଼ ସମ୍ପର୍କ ବି ହାଲକା ହୋଇଯାଏ। ଯେଉଁ ମଣିଷକୁ ଆମେ ସବୁଠୁ ଅଧିକ ଭଲ ପାଇଥାଉ, ଜୀବନରେ ସେହି ମଣିଷ ହିଁ ଆମଠାରୁ ସବୁଠୁ ଅଧିକ ଲାଭ ଉଠାଇଥାଏ, କାହିଁକି ନା ସେ ମଣିଷ ଜାଣିଥାଏ କି ଆମର ଦୁର୍ବଳତା କ'ଣ। ମୋର ବନ୍ଧୁଗଣ, ଏତେ ବୁଦ୍ଧିମାନ ହୁଅ କି କାହାକୁ ବି କ୍ଷମା କର, ପରନ୍ତୁ ଏତେ ବି ମୂର୍ଖ ହୁଅ ନାହିଁ କି ଧୋକା ଦେଇଥିବା ମଣିଷ ଉପରେ ଦ୍ୱିତୀୟ ଥର ଭରସା କରି ବସ। ଯିଏ ବି ଆସିଛି ସେ ଯିବ ବି ତ ଗୋଟେ ଦିନ ନା, ପୁଣି ମଣିଷକୁ ଏତେ ଅହଙ୍କାର କାହା ପାଇଁ ଆଜ୍ଞା। ଥରୁଟିଏ ସତ୍ ହୃଦୟରୁ କୋଉ ଦିନହୀନର ସାହାଯ୍ୟ କରିକି ତ ଦେଖ, ଯଦି ହୃଦୟକୁ ଶାନ୍ତି ନ ମିଳେ ତ କହିବ। ଯାହାର ଯିବାକୁ ଅଛି ତାକୁ ଯିବାକୁ ଦିଅ। ସେ ଯଦି ଆଜି ରହିବି ଗଲା ତ କାଲି ଚାଲି ହିଁ ଯିବ ନା। କାହାକୁ ଅଣଦେଖା କରିବାରେ ଆଉ ବ୍ୟସ୍ତ ରହିବାରେ ବହୁତ ଅନ୍ତର ହୋଇଥାଏ। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗେ ତାକୁ ରାତି ଛୋଟ ଲାଗିଥାଏ, ଆଉ ଯାହାକୁ ସ୍ୱପ୍ନ ପୂରା କରିବାକୁ ଭଲ ଲାଗେ ତାକୁ ଦିନ ଛୋଟ ଲାଗିଥାଏ। ସୁନ୍ଦରତା ଏହା ନୁହେଁ କି ଆମେ କିପରି ଦେଖାଯାଉଛେ, ବରଂ ସୁନ୍ଦରତା ଏହା ଯେ ଆମେ ଅନ୍ୟମାନଙ୍କ ସହ କେମିତି ବ୍ୟବହାର କରୁଛେ। ଆଜ୍ଞା, ମୋତେ ଦୁର୍ବଳ ଭାବିବାର ଭୁଲ କେବେ ବି କରନ୍ତୁନି।
ମୁଁ ପ୍ରେମ ଆଉ ଯୁଦ୍ଧ ସମୟ ଆସିବା ଦ୍ୱାରା ଏ ଦୁଇଟି କରିବାଟା ବହୁତ ଭଲ ଭାବରେ ଜାଣିଛି। ମନେ ରଖ, ନୀରବତା କେବେ ବିନା କାରଣରେ ଆସିନଥାଏ। କିଛି କଷ୍ଟ ଏମିତି ହୋଇଥାଏ କି ସ୍ୱର ମଧ୍ୟ ଛଡ଼େଇ ନିଏ। ତେଣୁ ସମୟ ଥାଉ ଥାଉ ନିଜକୁ ବଦଳାଇ ନେବାରେ ମଙ୍ଗଳ ହୋଇଥାଏ। କାହିଁକିନା ଯଦି ସମୟ ବଦଳିଯାଏ ତ ବହୁତ ଯନ୍ତ୍ରଣା ଦେଇଥାଏ। ଆଉ ସେଥିପାଇଁ ଆଜିକାଲି ସମ୍ପର୍କର ଅନ୍ୟ ନାମ ଟଙ୍କା ହେଇଗଲାଣି। କର୍ମଟା କେତେ ବି ଖରାପ ହେଉନା କାହିଁକି, ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ନା, ଆପଣଙ୍କ ଖରାପ କାମ ଓ ଆପଣଙ୍କ ଖରାପ ବ୍ୟବହାର ସବୁକିଛି କ୍ଷମା କରି ଦିଆଯାଏ। ଏହା କଳିଯୁଗ ବନ୍ଧୁ। ଏଠି ଖରାପ ଲୋକଙ୍କ ସହ ଖରାପ ହେଉ କି ନ ହେଉ, ପରନ୍ତୁ ଭଲ ଲୋକଙ୍କ ସହ ଖରାପ ନିଶ୍ଚିତ ହୋଇଥାଏ। ଆଉ ଯେଉଁମାନେ ଆପଣଙ୍କୁ କଷ୍ଟ ଦେଇଛନ୍ତି, କଷ୍ଟ ତାଙ୍କୁ ବି ମିଳିବ। ଆଉ ବିଶ୍ୱାସ ରଖ, ଆପଣଙ୍କୁ ଏହା ଦେଖିବାର ସୁଯୋଗ ନିଶ୍ଚିତ ମିଳିବ। ଆପଣାର ତ ସେଇ ହୋଇଥାଏ ନା, ଯିଏ ଅନ୍ୟମାନଙ୍କ ପାଇଁ ଆପଣଙ୍କୁ ଅଣଦେଖା କରେ ନାହିଁ। ଭାଗ୍ୟ ଆଉ ନିଜ ଲୋକଙ୍କର କୌଣସି ଭରସା ନାହିଁ ଆଜ୍ଞା। କାରଣ ଏ ଦୁଇଟି କେବେ ବି ବଦଳି ଯାଇପାରନ୍ତି। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟି ଲାଇକ୍, ସେୟାର ଏବଂ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।